ଭାଇ ଘର ୱାରିଂ ଜିନିଷ ସବୁ ଅଛି? ଆଜ୍ଞା ଭାଇ ସବୁ ଅଛି। ଆମର ବଡ ଘର ଗୋଟେ ୱାରିଂ ହବ ହେଲା। ଆଜ୍ଞା 20-30 ହଜାର ଟଙ୍କାର କି 40 ହଜାର ଏବେ ୱାରିଂ ଜିନିଷ ଲାଗିବ। ଆପଣଙ୍କର ଅଛି ସବୁ? ଠିକ ସବୁ ଅଛି ଭାଇ। ସବୁ ବ୍ରାଣ୍ଡ ଅଛି? ସବୁ ବ୍ରାଣ୍ଡ ଅଛି। ପାନାସୋନିକ୍ ଅଛି, ଭିଆନ୍ ଅଛି। ମିସ୍ତ୍ରୀ କହିଛନ୍ତି ଭିଆନ୍ ଦବା ପାଇଁ। ଠିକ ଅଛି ଦିଅନ୍ତୁ। ଏଇଟା ତ ରାଜ ଭାଇ ଦୋକାନ? ଆଜ୍ଞା ଆଜ୍ଞା। ଆଚ୍ଛା ହିସାବ ଟିକେ କରିଦିଅନ୍ତୁ କେତେ ଟଙ୍କା? ଆଜ୍ଞା ଆଜ୍ଞା। ଆପଣ ହେଲା 8,900 ଟଙ୍କା। ଆଉ ସେପଟରେ ଦେଖନ୍ତୁ ବଡ ଚିଠାଟା। ଆଜ୍ଞା। କଣ ଭୁଲି ଯାଉଛନ୍ତି କଣ? ଆପଣଙ୍କ ହେଲା 14,500। 14,500 ଆଜ୍ଞା ତାର ଛାଡିକି? ଆଜ୍ଞା। ତାର କେବେ ଆସିବ? ତାର କାଲି ପରେ ଭିତରେ ଆସିକି ଆପଣ ନେଇଯିବେ। ହଉ 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 ଠିକ କୁହନ୍ତୁ ଅଛି। ଜିନିଷ ସବୁ କାଟିଦବା ଏବେ। ଜିନିଷ ଭାଇ ଶୁଣ, କଥାଟା ଶୁଣ ଭାଇ। ଭାଇ ଆଜ୍ଞା ଭାଇ କୁହନ୍ତୁ। ଭାଇ ଜିନିଷ ଗଲ ଚା ଦିଟା ନେଇ ଆସିବ ବାବୁଙ୍କ ପାଇଁ। ଯା। ठीक है बैगन ଭାଇ ହଁ ଭାଇ। ଏବେ ନବୁନୁ, ମୋର କାଲି ଗ୍ରେଡ ବିଲ୍ ପଡୁଛି ଘରେ। ଓ ରୁହ ପଳେଇ ଆସ। बैगन କଣ ହେଲା ଭାଇ କୁହନ୍ତୁ। କଣ କଣ କହିଲେ ଭାଇ? କି ଗ୍ରେଡ ବିଲ୍ ପଡିବ କାଲି। ବସ ବସ। ଘର କାମ ପରେ ହଉଛି। ଆଜ୍ଞା। ଏବେ ଖାଲି ଚିଠା ମୁଁ ପଚାରିନି କୋଉ ବ୍ରାଣ୍ଡ କେତେ ଟଙ୍କା କଣ ରେଟ୍ ଅଛି ଆଉ। ତମେ କାଲି ଗ୍ରେଡ୍ ବିଲ୍ ପଡିବ, ତମେ ଆଜି ଆସିକି ଜିନିଷ ନେଇଛ, ଆଜି ନବନି ପୁଣି କହୁଛ। ଜିନିଷ ସବୁ ଖୋଲି ସାରିଲା ପରେ ଇଏ ସବୁ କି କଥା? ପଚାରଟା ଆସିଲି ଆଉ। ପଚାରିବା ପାଇଁ ଆସିଥିଲ? କଣ ଆଇଛ ତମେ? ପଚାରିବାକୁ ଆସିଥିଲ? ପଚାରିବାକୁ ଆସିଥିଲ? ନାଇଁ ମାଛ ବେପାର କରୁଛ? ବେକାର ଜିନିଷ ସବୁ ଖୋଲିଲେ।